ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରିୟ ବନ୍ଧୁଗଣ, ଆଜି ଆମେମାନେ ପାସ୍କା ପର୍ବର ପର ଷଷ୍ଠ ରବିବାରରେ ପଦାର୍ପଣ କରିଅଛୁ। ଆଜିର ମୁଖ୍ୟ ପ୍ରସଙ୍ଗ ପ୍ରେମ, ପବିତ୍ର ଆତ୍ମା ଓ ଦୈନନ୍ଦିନ ଜୀବନରେ ସାକ୍ଷ୍ୟ। ସୁସମାଚାରରୁ ଶୁଣିବାକୁ ପାଉ, ଯୀଶୁ କହନ୍ତି, ତୁମେ ଯଦି ମୋତେ ପ୍ରେମ କର ତେବେ ତୁମେ ମୋର ଆଜ୍ଞା ସକଳ ପାଳନ କରିବ। ପିତାଙ୍କୁ ମୁଁ ଭିକ୍ଷା କରିବି, ସେ ତୁମ୍ଭମାନଙ୍କ ପାଇଁ ସହାୟକାରୀ ପ୍ରେରଣ କରିବେ। ଉକ୍ତ ବାକ୍ୟ ଏକ ନିରାଟ ସତ୍ୟତାକୁ ପରିପ୍ରକାଶ କରେ। ଯୀଶୁଙ୍କୁ ପ୍ରେମ କରିବା କେବଳ ଏହା ଆବେଗତା ନୁହଁ, ବରଂ କାର୍ଯ୍ୟରେ ଆଜ୍ଞାବହତା। ଏବଂ ଆମକୁ ଏକାକୀ କରି ପରିତ୍ୟାଗ କରାଯାଏ ନାହିଁ, ବରଂ ପବିତ୍ରାତ୍ମା ବା ସହାୟକାରୀଙ୍କୁ ଆମ ସଙ୍ଗରେ ସଦାସର୍ବଦା ରହିବା ପାଇଁ ପ୍ରେରଣ କରିବାର ପ୍ରତିଜ୍ଞା ଯୀଶୁ କରନ୍ତି। ଏହି ଜଗତ ଯୀଶୁଙ୍କୁ ଦେଖିନପାରେ, କିନ୍ତୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଅଭ୍ୟନ୍ତରୀଣ ଭାବରେ ବିଶ୍ୱାସରେ ତାଙ୍କୁ ଅନୁଭବ କରିପାରିବ। ପ୍ରଥମ ପଠନରୁ ଜାଣିବାକୁ ପାଉ ଯେ ସାମରିଆରେ ଫିଲିପ ପ୍ରଚାର କରନ୍ତି, ଜନତା ବିଶ୍ୱାସ କରନ୍ତି, ପୁଣି ଆନନ୍ଦର ଲହରୀ ସେମାନଙ୍କ ମଧ୍ୟରେ ଖେଳିଯାଏ। ପରବର୍ତ୍ତୀ ସମୟରେ ସାଧୁ ପିତର ଓ ସାଧୁ ଜୋହନ ସେମାନଙ୍କ ଉପରେ ହସ୍ତସ୍ଥାପନ ପୂର୍ବକ ପ୍ରାର୍ଥନା କରନ୍ତି ଏବଂ ସେମାନେ ପବିତ୍ର ଆତ୍ମାଙ୍କୁ ଲାଭ କରନ୍ତି। ଏହା ଦର୍ଶାଏ ଯେ ସାକ୍ଷ୍ୟ ଓ ପ୍ରଚାର ଦ୍ୱାରା ବିଶ୍ୱାସ ପ୍ରସାରିତ ହୋଇଥାଏ। ପବିତ୍ରାତ୍ମା ବିଶ୍ୱାସୀମାନଙ୍କୁ ଶକ୍ତିବନ୍ତ କରନ୍ତି ଏବଂ ସେମାନଙ୍କର ଜୀବନକୁ ସମ୍ପୂର୍ଣ୍ଣ କରନ୍ତି। ସତ୍ୟ ଖ୍ରୀଷ୍ଟୀୟ ଜୀବନ ଗୋଷ୍ଠୀଗତ ଜୀବନ ପାଇଁ ଆନନ୍ଦ ସଞ୍ଚାର କରିଥାଏ। ଦ୍ୱିତୀୟ ପଠନରେ ଆମେ ଶୁଣିବାକୁ ପାଇବା ଯେ ସର୍ବଦା ଉତ୍ତର ଦେବା ନିମନ୍ତେ ପ୍ରସ୍ତୁତ ରହିବା, କିନ୍ତୁ ଭଦ୍ରାମୀ ଓ ସମ୍ମାନର ସହିତ ଏହା କରିବା। ଏହିଠାରୁ ଆମେମାନେ ଶିକ୍ଷା କରୁ ଯେ ଖ୍ରୀଷ୍ଟିଆନମାନେ ନିଜର ବିଶ୍ୱାସକୁ ପ୍ରତିରକ୍ଷା କରିବା ଦରକାର, ତିକ୍ତତା ଭାବରେ ନୁହଁ, କିନ୍ତୁ ନମ୍ରଶୀଳ ଭାବରେ। ଏମିତିକି ଉତ୍ତମ କାର୍ଯ୍ୟ କରିବା ବେଳେ ଦୁଃଖ କ୍ଲେଶ ଉପୁଜିଲେ ସୁଦ୍ଧା ଏହା ଅର୍ଥପୂର୍ଣ୍ଣ ଅଟେ, ଯେପରି ଖ୍ରୀଷ୍ଟ ନିଜେ କ୍ଲେଶ ସହିଲେ। ଏହି ପଠନଗୁଡ଼ିକ ଅତି ଅର୍ଥପୂର୍ଣ୍ଣ ଭାବରେ ପରସ୍ପର ଜଡ଼ିତ। ପ୍ରେମ, ଆଜ୍ଞାବହତା, ପବିତ୍ର ଆତ୍ମାଙ୍କ ଉପସ୍ଥିତି, ସାକ୍ଷ୍ୟ ଓ ଆନନ୍ଦ। ଯେତେବେଳେ ଖ୍ରୀଷ୍ଟଙ୍କୁ ଆମେ ବାସ୍ତବରେ ପ୍ରେମ କରୁ, ତାଙ୍କର ଆଜ୍ଞାକୁ ଆମେମାନେ ପାଳନ କରୁ। ଯେତେବେଳେ ତାଙ୍କର ଆଜ୍ଞାଗୁଡ଼ିକୁ ଆମେମାନେ ପାଳନ କରୁ, ଆମ ମଧ୍ୟରେ ବା ଆମ ସହିତ ପବିତ୍ର ଆତ୍ମା ବାସ କରନ୍ତି, ଯଦ୍ୱାରା ବିଶ୍ୱାସର ଆମେ ଜଣେ ଜଣେ ସାକ୍ଷୀ ହୋଇଥାଉ ଏବଂ ଉକ୍ତ ସାକ୍ଷ୍ୟ ଅନ୍ୟମାନଙ୍କ ପାଇଁ ଆନନ୍ଦ ଓ ପରିବର୍ତ୍ତନର କାରଣ ହୋଇଥାଏ। ତେଣୁ ଖ୍ରୀଷ୍ଟିଆନ ଜୀବନ ଲୁଚାଛପାରେ ରଖିବା ବିଷୟ ନୁହଁ, ବରଂ ଏହା ପରମେଶ୍ୱରଙ୍କ ଉପସ୍ଥିତିର ଜୀବନ୍ତ ପ୍ରମାଣ ଅଟେ। ଆମ ଦୈନନ୍ଦିନ ଜୀବନରେ ବ୍ୟବହାରିକ ବିଷୟ। ପ୍ରଥମ, କର୍ମ ଦ୍ୱାରା ପ୍ରଭୁ ଯୀଶୁଙ୍କୁ ପ୍ରେମ କର। ଯେଉଁମାନେ ତୁମର କ୍ଷତି କରନ୍ତି ବା ତୁମକୁ ଦୁଃଖ ଦିଅନ୍ତି, ସେମାନଙ୍କୁ କ୍ଷମା ଦିଅ। ଜୋହନ 14:15। କ୍ଷୁଦ୍ରତମ ବିଷୟରେ ମଧ୍ୟ ବିଶ୍ୱସ୍ତ, ଦୟାଳୁ ଓ ସତ୍ୟବାଦୀ ହୁଅ। ବାସ୍ତବ ପ୍ରେମ କେବଳ ବାକ୍ୟରେ ନୁହଁ, ବରଂ କର୍ମରେ ଦର୍ଶାଯାଏ। ତେଣୁ ଆମେ ବାକ୍ୟବୀର ନ ହୋଇ କର୍ମବୀର ହେବା ଶିକ୍ଷା କରିବା ଦରକାର। ଦ୍ୱିତୀୟ, ତୁମ୍ଭଠାରେ ପବିତ୍ର ଆତ୍ମାଙ୍କ ଉପସ୍ଥିତିକୁ ହୃଦ୍ବୋଧ କର। ସର୍ବଦା ପ୍ରାର୍ଥନା କର, ହେ ପବିତ୍ର ଆତ୍ମା, ଆସ, ମୋତେ ପରିଚାଳିତ କର। ଯେକୌଣସି ନିଷ୍ପତ୍ତି ବା ପଦକ୍ଷେପ ନେବା ପୂର୍ବରୁ ନୀରବରେ ରହି ଅନ୍ତର ଆତ୍ମାରୁ ନିର୍ଗତ କ୍ଷଣ ସ୍ୱରକୁ ଶ୍ରବଣ କରିବାକୁ ଚେଷ୍ଟା କର, କାରଣ ଏହା ପବିତ୍ର ଆତ୍ମାଙ୍କ ବାଣୀ। ପବିତ୍ର ଆତ୍ମା ସର୍ବଦା ଆମ୍ଭମାନଙ୍କୁ ସତ୍ୟତା, ଶାନ୍ତି ଓ ପ୍ରଜ୍ଞାରେ ପରିଚାଳନା କରନ୍ତି। ତୃତୀୟ, ତୁମର ଜୀବନ ଦ୍ୱାରା ଆନନ୍ଦକୁ ପ୍ରସାରିତ କର। ପ୍ରେରିତଙ୍କ କାର୍ଯ୍ୟାବଳୀ ସ୍ୱରୂପ ତୁମର ବିଶ୍ୱାସ ଅନ୍ୟମାନଙ୍କଠାରେ ଆଶା ସଞ୍ଚାର କରୁ। ହସ ଖୁସି, ସାହାଯ୍ୟ, ଉତ୍ସାହ, ଉଦ୍ଦୀପନା ମଧ୍ୟ ଜାତ କରାଉ। ଖ୍ରୀଷ୍ଟ ଜୀବନର ପ୍ରକୃତ ଆନନ୍ଦର ଉତ୍ସ ଜଣେ ଖ୍ରୀଷ୍ଟିଆନ ହେବା ଉଚିତ। ମହାନ ନେତା, ଦେଶଭକ୍ତ ଗୋପବନ୍ଧୁ ଦାସଙ୍କ ପ୍ରସିଦ୍ଧ କଥା, ମୋର ଏ ଶରୀର ନରକେ ପଡ଼ିଥାଉ, କିନ୍ତୁ ଜଗତ ଉଦ୍ଧାର ପାଉ। ତଦ୍ରୂପ ଆମ ଜୀବନରେ ଅନ୍ୟ ପାଇଁ ଯଦି କିଛି କଷ୍ଟ, ଦୁଃଖ କିମ୍ବା ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼େ, ତେବେ ତାହା ସାଦରେ ଆପଣାର କରିବା ଦରକାର। ଚତୁର୍ଥ, ଭଦ୍ରାମୀ ସହିତ ସାକ୍ଷ୍ୟ ଦେବା। ଯେବେ ଜନତା ତୁମର ବିଶ୍ୱାସକୁ ପ୍ରଶ୍ନ କରନ୍ତି, ଧୀର ସ୍ଥିର ଭାବରେ ପ୍ରତ୍ୟୁତ୍ତର ଦିଅ।
ଯୁକ୍ତି ତର୍କ ନୁହଁ ବରଂ ସମ୍ମାନର ସହିତ ବିଶ୍ୱାସନୀୟ ବିଷୟକୁ ଅନ୍ୟମାନଙ୍କୁ ଜଣାକର। ପ୍ରଥମ ପିତର 3:15। ପ୍ରାୟତଃ ତୁମର ବ୍ୟବହାର ବାକ୍ୟଠାରୁ ମଧ୍ୟ ଉଚ୍ଚ ଧ୍ୱନିରେ ବ୍ୟକ୍ତ ହୋଇଥାଏ। ପଞ୍ଚମ, ବିଶ୍ୱାସରେ ଦୁଃଖ ଦୁର୍ଦ୍ଦଶାକୁ ଗ୍ରହଣ କର। ସମସ୍ୟା, ବିପଦ ଆପଦ, ଅସୁବିଧା ଜୀବନରେ ଆସିବ। ଏମିତିକି ତୁମେ ଉତ୍ତମ କାର୍ଯ୍ୟ ନିର୍ବାହ କରୁଥିଲେ ମଧ୍ୟ ସେହି ସମସ୍ତଙ୍କୁ ଖ୍ରୀଷ୍ଟଙ୍କ ଭଳି ପରମେଶ୍ୱରଙ୍କୁ ଉତ୍ସର୍ଗ କର, କାରଣ ବିଶ୍ୱାସରେ ଦୁଃଖ ଦୁର୍ଦ୍ଦଶା ଅନୁଗ୍ରହ ନିମନ୍ତେ ଏକ ପଥ ହୁଏ। ପ୍ରାର୍ଥନା। ହେ ସ୍ୱର୍ଗୀୟ ପ୍ରଭୁ ପରମେଶ୍ୱର, ଆମେ ଯେପରି ତୁମରି ପ୍ରେମରେ ଅବସ୍ଥାନ କରି ପ୍ରେମର ଆଜ୍ଞା ପାଳନ କରିପାରିବୁ ଓ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଆମ ଦୈନନ୍ଦିନ ଜୀବନରେ ତୁମକୁ ସାକ୍ଷ୍ୟ ଦେଇପାରିବୁ। ତଥାସ୍ତୁ।